ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ସ୍ଥିତି ଓ ଭୂମିକା ଉପରେ ଆଲୋଚନା ଚକ୍ର ଓଡ଼ିଶାର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁଙ୍କ ଅଧ୍ୟକ୍ଷତାରେ ଜୁନ୍ ମାସ 9 ତାରିଖ ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରୀରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମର ଉପଦେଷ୍ଟା ତଥା ପ୍ରାକ୍ତନ ସିବିଆଇ ସ୍ୱତନ୍ତ୍ର ବିଚାରପତି ଭିକାରୀ ଚରଣ ରାଉତ ଯେ ମୁଖ୍ୟ ଅତିଥି ଭାବେ ଓ ମାଧ୍ୟମିକ ଶିକ୍ଷା ପୂର୍ବତନ ନିର୍ଦ୍ଦେଶକ ତଥା ପୂର୍ବତନ ଜିଲ୍ଲାପାଳ ବାଲେଶ୍ୱର ସନାତନ ମଲ୍ଲିକ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ହୋଇ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଜୀବନରେ ଅନେକ ସାଧନା କରି ଗୁଣାତ୍ମକ ଶିକ୍ଷାଦାନ ପ୍ରଦାନ କରି ଅନେକ ସୁଛାତ୍ରଛାତ୍ରୀ ସୃଷ୍ଟି କରି ଶିକ୍ଷା କ୍ଷେତ୍ରରେ ଦେଶର ମାନଦଣ୍ଡ ବୃଦ୍ଧି କରିପାରିଛନ୍ତି, ଯାହା ଫଳରେ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି। ଏଣୁ ଶିକ୍ଷା ବିଭାଗର ସମସ୍ତ ବ୍ୟବସ୍ଥାରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଥ ପ୍ରଦର୍ଶକ ଭାବରେ ରଖାଗଲେ ଗୁଣାତ୍ମକ ଶିକ୍ଷାଦାନ ଭଲ ଭାବରେ ହୋଇପାରିବ ବୋଲି ମତ ରଖିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରୀର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡ଼ା ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପୁରୀ ମମତା ମିଶ୍ର ଉପସ୍ଥିତ ହୋଇ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ସ୍ଥିତି ଓ ଭୂମିକା ଉପରେ ଆଲୋଚନା କରିଥିଲେ। ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମର ଓଡ଼ିଶାର ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବୈଠକରେ ଗାରିମା ବୃଦ୍ଧି ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଶିକ୍ଷା କ୍ଷେତ୍ରକୁ ଅନନ୍ୟ ଅବଦାନ ପାଇଁ ସେମାନଙ୍କ ସମ୍ମାନାର୍ଥେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ ଭାରତର ସଭାପତି ଇମ୍ରାନ ଖାଁ, ଉପସଭାପତି ଓଁ ପ୍ରକାଶ ପାଟିଦାର, ଓଡ଼ିଶା ପର୍ଯ୍ୟବେକ୍ଷକ ମନୋଜ ସିଂ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଓଡ଼ିଶା ଫୋରମକୁ ପ୍ରଶଂସା କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ବୈଠକରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଚାରୁଲତା ମିଶ୍ର, ସଞ୍ଜୁବାଳା ମିଶ୍ର, କୋଷାଧ୍ୟକ୍ଷ ଡକ୍ଟର ଗଙ୍ଗୋତ୍ରୀ ଦେବୀ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ, ଡକ୍ଟର ପ୍ରଦୀପ କୁମାର ମିଶ୍ର, ପବିତ୍ର ମୋହନ ଦାସ, ଅଜିତ କୁମାର ସେଠୀ, ବୈଲୋଚନ ସାହୁ, ବିନୟ କୁମାର ପାଣି, ବଳରାମ ସାହୁ, ବସନ୍ତ କୁମାର ସାହୁ, ରବୀନ୍ଦ୍ରନାଥ ସ୍ୱାଇଁ, ଉର୍ମିଳା ସାମଲ, ନିକିମା କୁମାରୀ ସାହୁ, ନିହାରବାଳା ରାଉତ, ମନୋଜ ମଞ୍ଜରୀ ଲେଙ୍କା, କୃଷ୍ଣା କୁମାରୀ ଦେଇ, ସ୍ୱର୍ଣ୍ଣଲତା ତ୍ରିପାଠୀ, କୃଷିଦା ବେଗମ, ରାଧାଶ୍ୟାମ ପଣ୍ଡା ନିଜ ନିଜର ମତ ରଖିଥିଲେ। ସଭାପତି ଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ରବୀନ୍ଦ୍ରନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଃଖବନ୍ଧୁ ସାହୁଙ୍କ ପୁସ୍ତକ ଓ ଅଜିତ ସେଠୀଙ୍କ ଲୋଗୋ ଉନ୍ମୋଚନ କରାଯାଇଥିଲା। ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀ ଚରଣରେ ଭକ୍ତିପୂର୍ବ ଅର୍ଘ୍ୟ ଅର୍ପଣ କରାଯାଇ ବୈଠକ ଆରମ୍ଭ ହୋଇଥିଲା ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ ଓଡ଼ିଶା ତରଫରୁ ଭକ୍ତିପୂତ ପ୍ରାର୍ଥନା କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।